ସବୁବେଳେ ଗୋଟେ ଜିନିଷ ମନେ ରଖ, ତମେ ତମ ପଛ କଥାକୁ ବହୁତ ଲୋକ କହନ୍ତି ଭୁଲି ଯାଅ। ତମ ପୂର୍ବରୁ ତମ ସାଙ୍ଗରେ ଯାହା ଘଟି ଯାଇଛି ତାକୁ ଭୁଲି ଯାଇକିରି ଆଗକୁ ମାଡ଼ି ଚାଲ। ସେ ଜିନିଷକୁ ଲିଭେଇ ଦିଅ, ମନରୁ ଲିଭେଇ ଦିଅ। ସତ କଥା, ସେ ଜିନିଷକୁ ମନେ ରଖିଲେ ସେ ତମ ଜୀବନରେ କିଛି ବି ଫାଇଦା ଆଣିବନି, ଓଲଟି ତମକୁ ଜୀବନ ସାରା ଦୁଃଖ ହିଁ ଦୁଃଖ ଦେବ। ସେ ଜିନିଷକୁ ତୁମେ ଭୁଲିକିରି ଆଗକୁ ବାଟ ଚାଲିବା ଦରକାର। ଆଗରେ ତୁମେ କ'ଣ ଅଛି ତାକୁ ଦେଖିବା ଦରକାର। ଯଦି ପଛକୁ ବାରମ୍ବାର ଚାହିଁବ ତାହେଲେ ତୁମର ଆକ୍ସିଡେଣ୍ଟ ହେଇଯିବାର ଚାନ୍ସେସ୍ ବହୁତ ଅଛି। ସେଥିପାଇଁ ପଛକୁ ଭୁଲି ଯାଅ। ଏମିତି ନୁହଁ କି ଭୁଲିଯିବ ମାନେ ସେ ଯେଉଁ ତୁମ ସାଙ୍ଗରେ ଘଟିଥିବା ସବୁ ଘଟଣାକୁ ତୁମେ ପ୍ରଥମେ ଲିଭେଇ ଦିଅ ତୁମ ମନରୁ। ଟୋଟାଲ୍ ତ ଲିଭିବନି, ଚେଷ୍ଟା କର ଯେ କି ସେ ଜିନିଷ କେମିତି ତୁମ ମନରୁ ଲିଭିଲେ ହିଁ ତୁମ ପାଇଁ ଭଲ। ଯଦି ନ ଲିଭି ପାରୁଛି, ଜାଣ ଘାଟା ବହୁତ ଗହିରିଆ ହେଇଛି। ଆଉ ଘାଟା ଯଦି ଗହିରିଆ ହେଇଛି ତାହେଲେ ତୁମେ ସେଇ ଲୋକଙ୍କୁ ସେଇଭଳି ଭାବରେ ରଖ, ତମ ପାଖରେ ରଖ କି ତାଙ୍କ ସାଙ୍ଗରେ ତୁମେ ସେତିକି ହିଁ ବ୍ୟବହାର କର ଯେତିକି ସେ ତୁମ ସାଙ୍ଗରେ କରିବାକୁ ଚାହୁଁଛନ୍ତି। ତାଠୁ ବି କମ୍ ଚେଷ୍ଟା କର ମିଶିବା ପାଇଁ। କାରଣ ସେ ଲୋକ ଆଜି ତୁମ ସାଙ୍ଗରେ ଭଲ ଅଛନ୍ତି, କାଲି ତୁମ ସାଙ୍ଗରେ ଖରାପ ଥିଲେ, ତାପରେ ବି ଖରାପ ହେବେ। କାରଣ ଆଜି ଯଦି ତୁମେ ସକ୍ଷମ ଅଛ, ସେ ତୁମ ସାଙ୍ଗରେ ଆସି ଅଛନ୍ତି। କାଲି ତୁମେ ସକ୍ଷମରୁ ଟିକେ ଡାଉନ୍ ହେବ, ସେ ତୁମ ପଛ ଆଡ଼େ ଗୋଟେ ଗୋଇଠା ପକାଇବେ। ମନେ ରଖିଥାଅ। ସେଥିପାଇଁ ତୁମେ ସବୁବେଳେ ରେଡ଼ି ଥବ ଯେ କି ସେଇ ଯେଉଁ ଲୋକଟି ତୁମ ସାଙ୍ଗରେ କିଛି ବି କରିଛି, କେବେ ବି ତାକୁ ତୁମ ପାଖରେ ଏତେ ଜୋରରେ ଆଣି ପାଖରେ ତାକୁ ରଖନି, କି ଏତେ ଜୋରରେ ପାଖରେ ତା ପୁଣି ମିଶନି କି ସେ ଲୋକଟି ପୁଣି ତୁମର ପେଟ କାଟିଦେବାକୁ ବି ପଛେଇବନି। ଜୟ ସୀତାରାମ।